ମୋ କହିବା କଥା ମୋ ପୁଅ ଯେତେବେଳେ ଏଠି ଭଦ୍ରକ ରହି ମେସ୍ ପଢ଼ୁଛି ଭଲ ମନ୍ଦ କରେ ଯେଉଁଠି ବି ଗଲେ ମୋତେ ରାତି ପାଇଲେ ସେ ଫୋନ୍ କଲେ ଯାଇକି ବାହାରିକି ଯିବ। କିନ୍ତୁ ସବୁଦିନ 26 ତାରିଖ ଦିନ ମୋତେ ଫୋନ୍ କରିଥିଲା ଯେ ମୋ ପାଇଁ ଗୋଟେ ପାନ୍ କାର୍ଡ଼ କଥା କହିଲା ବାପା ପୋଷ୍ଟାଲରେ ଆସିଛି ମୋତେ ଦେଖେଇଲାଣି ତୁମକୁ ଆଣି ଦେଇନାହିଁ। ମୁଁ କହିଲି ନାଁରେ ତ ଦେଇନାହିଁ। ଆଉ ସେ କହିଲେ ଆଉ ନହେଲେ ଗୁରୁବାର ଦିନେ ମୁଁ କମେଇ ଅଛି ନ ଯିମି ଆଉ ସେଠୁ ତାପର ଦିନ ତାଙ୍କର ପୋଷ୍ଟାଲ ଆଣିକି ଦେଇଗଲେ। ମୁଁ ଏତେ ଫୋନ୍ କଲି ଆଣି ଦେଇଗଲେ। ସେଇଥିପାଇଁ ମୁଁ କାଲି ସକାଳେ 7:10 ଫୋନ୍ କଲି ପୁଅ କତିକି ଯେ ଜଣେଇବା ପାଇଁ, କିନ୍ତୁ ମୋ ପୁଅ ରିସିଭ୍ କଲା ନାହିଁ ଫୋନ୍। ମୁଁ କହିଲି ବୋଧେ କ୍ଲାସ୍କୁ ଯାଇନି ଆଜି ରବିବାର ଶୋଇପଡ଼ିଛି। ତାହେଲେ ରିଟର୍ନ ଫୋନ୍ ସେ ବି କରେ ଯେମିତି ଧର ପିଲା ଟ୍ୟୁସନ୍ କରେ କି କଲେଜ ଗଲେ ମୁଁ ଫୋନ୍ କଲେ ସେ କରେନି ରିଟର୍ନ ଫୋନ୍ ପୁଣି ଆସିକି କରିବ। କାଲି ଇଏ ହେଇସାରିଲା ପରେ ମୁଁ 2:45 ଆମ ଘର ସେଠୁ ଫୋନ୍ କଲେ ଆମ ବୋଉ ହେରିକା ଫୋନ୍ କଲେ କହିଲେ ଯେ ଦାଦା ଧନର କ'ଣ ହେଇଛି ଆଉ ଟିକେ ବୁଝିଲ। ଆରେ ମୁଁ ତ 7:10 ଫୋନ୍ କରିଥିଲି କାହିଁ ସିଏ ତ ଫୋନ୍ ବି ଏପର୍ଯ୍ୟନ୍ତ କଲାନି। ହଉ ମୁଁ ବୁଝୁଛି ସେଠୁ ଲଗେଇଲି 2-3 ଥର ରିଙ୍ଗ ହେଇକି କଟିଲା। ତାପରେ ଲାଗିଲା ବେଳକୁ ସାରେ ଉଠେଇଲେ। ଉଠେଇ ସାରିଲା ପରେ କହିଲେ କିଏ କହୁଛନ୍ତି? ମୁଁ ଧନ ବାପା କହୁଛି। ଆପଣ କିଏ? ନା ଆମେ ଟ୍ରେନ୍ ଲାଇନ୍ ଷ୍ଟେସନ ପୋଲିସ କହୁଛୁ। ସାର୍ ଆପଣଙ୍କ କତିରେ କ'ଣ ମୋବାଇଲ? ଧନ କୁଆଡ଼େ ଗଲା? ଆଜ୍ଞା ଧନ ହେଉଛି ତୁମ ପୁଅ? ମାନେ ଆଜ୍ଞା କହିଲା ଏଭଳିଆ ସେ ଟ୍ରେନ୍ରେ ଯାଉଥିଲା ଖସି ପଡ଼ି ଡେଥ୍ ହେଇଯାଇଛି। ତେଣୁ ମୋ କହିବା କଥା ମୋ ପୁଅ ଯେତେ ଯେଉଁଠିକି ଯାଏ ମୋତେ ତ ପଚାରିକି ଯା। ଯେତେବେଳେ କାଲି ଯାଇଛି ମୋତେ କୌଣସି କଥା ପଚାରିନି। ତେଣୁ ମୋର ସେ ବିଷୟରେ ସନ୍ଦେହ ହେଉଛି କ'ଣ କିଛିଟା ତାପରେ ତଦନ୍ତ କରାଯାଉ। ମାନେ କୌଣସି ହତ୍ୟାକାରୀ କରିଛନ୍ତି କି ଭଲ ମନ୍ଦ କରିଛନ୍ତି ଏଇଟା ମୋର ସନ୍ଦେହକାର ରହୁଛି। ମୋ ନାଁ ଦିଲ୍ଲୀପ କୁମାର ରାଉତ, ବିଜୟନଗର ପଞ୍ଚାୟତର ମୁଁ ସରପଞ୍ଚ। ଅଭିଯୋଗ ଏଇଆ କି ଆମର ଯେଉଁ ରାଉତରାପୁର ମଣିଭଦ୍ର ରାଉତଙ୍କ ପୁଅ ଏଠି ଅଟୋନମସ୍ କଲେଜରେ ପିଜି କରୁଥିଲା। ସେ ମହାପାତ୍ର ମେସ୍ରେ ରହୁଥିଲା। ଆମେ ହଠାତ୍ ଥିଲୁ ଗୋଟେ ମନ୍ଦିର ଭୋଜିରେ ଖାଉଥିଲୁ। ହଠାତ୍ ଖବର ଗଲା ଯେ ତା ଭାଇ ପାଖକୁ ଫୋନ୍ ଗଲା ଯେ ଆପଣଙ୍କ ଭାଇ କିଏ ହେବେ ଏଇ ଜାଗାରେ ଡେଥ୍ କରିଛନ୍ତି, ଯେଉଁଟାକି ଆମର ବାଉଦପୁର ଆଉ ସେ ଓଭରବ୍ରିଜ୍ ଆଗକୁ ଜଷ୍ଟ ସେଇଠି। ସେଠୁ ଆମେ ଜାଣିବାକୁ ପାଇଲୁ ଯେମିତି ସେଠୁ ଆସିଲା ପରେ ଜିଆର୍ପି ଥାନାରେ ସେ ପୋଲିସ ମାନେ ତାଙ୍କ ଡେଡ଼୍ ବଡ଼ି ରଖିଥିଲେ। ଆମକୁ ଖବର କଲେ, ଆମେ ଦେଖିଲୁ। ପିଲାଟା ବି ଭଲ ପାଠ ପଢ଼ୁଥିଲା, ଭଲ ନଲେଜ୍ ଥିଲା। ଆଉ ସନ୍ଦେହ ଏଇଟା ଯେ ସେ ମେସ୍ରୁ କେମିତି ଗଲା। ଯେତେବେଳେ ଯାଏ ସେ ତା ବାପାକୁ ଜଣେଇକି ଯାଏ, କନଫର୍ମ କରେ ତା ବାପାଙ୍କ ସହିତ କିଛି କଥା ହେଇନି, ସେ ପଳେଇଛି ମେସ୍ରୁ। ସେଇଟା ଉପରେ ଟିକେ ଆମର ସସ୍ପେନ୍ସ ରହୁଛି। ତେଣୁ ୟାର ସତ୍ୟାସତ୍ୟ ତଦନ୍ତ ହଉ, ଆମେ ଜାଣୁ ସେ ପିଲାଟା ଆକ୍ଚୁଆଲି ଆକ୍ସିଡେଣ୍ଟାଲି କି ହତ୍ୟା ହେଇଛି। ତେଣୁ ସତ୍ୟାସତ୍ୟ ପାଇଁ ମୋତେ ତ ଲାଗୁଛି କିଛି ଗୋଟେ ସନ୍ଦେହଜନକ ହତ୍ୟା ବୋଲି ମୋତେ ଲାଗୁଛି।